ଆପଣ ନାଁଟା କହିବେ ଭାଇ? ଯୋଗୀ ବେହେରା। ଆଉ ଥରେ ଆପଣଙ୍କ ନାଁ? ପାର୍ବତୀ ପାଖରେ ଯୋଗୀ ବେହେରା। ଆପଣ କ'ଣ କରନ୍ତି? ରୋଷେଇ କରେ। କେଉଁଥିରେ? ପାର୍ବତୀ କରେ ନା। କ'ଣ ହେଇଛି ଅସୁବିଧା? ଆପଣ ଏତେ ଦିନ ଧରି ଏଠି ଅଛନ୍ତି? ପଇସା ପତ୍ର ପାଉନି ଅଛୁ ଆଉ। ପବିତ୍ର ପାତ୍ର ମହୋଦୟ ତ ବଡ଼ ବଡ଼ ଭାଷଣ ମାରୁଛନ୍ତି ଟିଭିରେ ଯେ ଆମ ଷ୍ଟାଫକୁ ଆମେ ଭଲରେ ରଖିଛୁ, କିନ୍ତୁ ଆପଣ କହୁଛନ୍ତି ପଇସା ପାଇନାହାନ୍ତି। 5 ମାସ ପଇସା। କେତେ ମାସର ପଇସା ପାଇନାହାନ୍ତି? 5 ମାସ। ଟିକେ କେତେ ମାସର ପଇସା ପାଇନାହାନ୍ତି ଟିକେ ଜୋରରେ କୁହନ୍ତୁ। 5 ମାସର। 5 ମାସର ପଇସା ପାଇନାହାନ୍ତି। ମାଲିକଙ୍କୁ ଫୋନ୍ କରିଥିଲେ? ହଁ। ମାଲିକ କ'ଣ କହୁଛନ୍ତି? ଦିଆହବ। କେବେ ଦିଆହବ? କେବେ ଦିଆହବ ସବୁ କହିପାରୁଛନ୍ତି। ତାପରେ ଆପଣଙ୍କର ପଦକ୍ଷେପ କ'ଣ ରହିବ? କ'ଣ ଆମର ଅଛି ଆମେ ତ କାମ କରିବୁ, କାମ ନାହିଁ ପଇସାରେ। 4 ଦିନ ହେଲାଣି ପଡ଼ିକି ଅଛନ୍ତି। ଆପଣ ଖାଉଛନ୍ତି ପିଉଛନ୍ତି କେମିତି କ'ଣ? ମେସ୍ କେମିତି ଚାଲିଛି? ଦୋକାନ ଆଉଛି ସେ ଲାଷ୍ଟ ପଇସା ଦେବି କ'ଣ କରୁଛି। ତମେ କେତେ ମାସ ହେଲା ଦରମା ପାଇନି? 9 ମାସ 10 ମାସ ଲାଗା ଡ୍ୟୁଟି 5 ମାସର ଦରମା ପାଇନି। 5 ମାସର ଦରମା ପାଇନି। ଆମର ଆହୁରି 2 ମାସ ଅଛି ନା ଆଗକୁ? ଆଜ୍ଞା। ତାହେଲେ 2 ମାସ ମିଶିଲେ ଆହୁରି 7 ମାସ। 7 ମାସ ହେବ। ତାହେଲେ ବକେୟା ରହିଛି 5 ମାସ। 5 ମାସ ବକେୟା ରହିଛି। ବାବୁଙ୍କୁ କହିଲେନି? ବାବୁଙ୍କୁ କୁହାହେଉଛି ମାଲିକ ଫୋନ୍ ଉଠୁନାହାନ୍ତି। ଇଏ ଯିଏ ମ୍ୟାନେଜର ରହିଲେଣି ବହୁତ ପଇସା ଚେଞ୍ଜ ଏଇ ଦବା ବାବୁଙ୍କୁ କହୁଛୁ। ବାବୁ ଆସିବେ ଆମେ ତ ଆଜ୍ଞା ରାତି ପାଇଲେ ଆମର ହାଣ୍ଡି କଡ଼େଇ ମାଜିବୁ, ରୋଷେଇ କରିବୁ, ବଜାରରୁ ଜିନିଷପତ୍ର ଆଣିବୁ, ଆଉ ସମୟ ହେଉନି। ଯାହା ଯେଉଁ ମ୍ୟାନେଜମେଣ୍ଟ ଯିଏ ରହିଲେ ଇଏ 10-5 କରି ବହୁତ କଷ୍ଟରେ ଦେଉଛନ୍ତି। ଆମେ ତ ଆଉ କାମ ବନ୍ଦ କରିନା। 150 କଳାକାର ଉପାସ ରହିଛି। ଆମ ବିବେକ ବାହାରେ ହେଉଛି। ଖୋଲା ମଞ୍ଚରେ ପାଲ ନାହିଁ, କିଛି ନାହିଁ ଆଜ୍ଞା। ଖରା ଶୀତ ମାନେ ରୋଷେଇ କରୁଛୁ 4ଟା ଲୋକ ଜାଗାରେ 2ଟା ଲୋକ, 18 ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଛି। ଆଉ ମାଲିକକୁ କହିଲାବେଳକୁ ମାଲିକ ଆମର ଫୋନ୍ ଉଠୁ। ମ୍ୟାନେଜର ଆଜ୍ଞା ଅଭୟ ବାବୁ ଥିଲେ, ତାପରେ ଯୁଧିଷ୍ଠିର ବାବୁ ଯିଏ ପରିଚାଳକ ଥିଲେ ସେ ପଳେଇଗଲେ, ସୌମ୍ୟ ଆସିଥିଲା ସେ ପଳେଇଗଲେ। ଗୋଟେ କେହି ସ୍ଥିର ହେଇକି ଏଠି ରହୁନାହାନ୍ତି। କେସିଅର କେହି ଗୋଟେ ବି ସ୍ଥିର ହୋଇ ରହୁନାହାନ୍ତି। କାହାକୁ ଆମେ କହିବୁ? ଯିଏ ବି ଆମର ରହୁଛନ୍ତି ମ୍ୟାନେଜର, ଏଇଆ ବାବୁଙ୍କୁ କହୁଛୁ, ବାବୁ ଦେଉଛନ୍ତି। ଆଉ ବାବୁଙ୍କ ପାଖକୁ ଆମେ ଫୋନ୍ ଉଠିଲା ବେଳକୁ ଆମ ଫୋନ୍କୁ ସେ ଗ୍ରହଣ କରୁନାହାନ୍ତି, ସେ ଉଠୁନାହାନ୍ତି। କି ମାଲିକ କି କଥା? ଇଏ ପିଲା ଛୁଆ ମରିଗଲେ ଭାସିଗଲେ। 9 ମାସ ଲାଗା ଘରକୁ ଯାଇନୁ। 2ଟା ପାଟିରେ ଚା କରିବୁ, ରୋଷେଇ କରିଦେବୁ, ଷ୍ଟାଫ୍କୁ ଚା କରିଦେବୁ, ସବୁ କିଛି କରିଦେବୁ। 9 ମାସ ପର୍ଯ୍ୟନ୍ତ ଗୋଟେ ପୂଜାରୀ ଘରକୁ ଯାଇନି କି 5 ମାସ ଦରମା ପାଇନି। ଯିଏ ବି ରହିଲେ ମାଲିକ ରିଲେସନ୍ ଲୋକ ସେ ବି କେହି କିଛି ବୁଝୁନାହାନ୍ତି। ତଥାପି ବାରଙ୍ଗ ଯାଇଥିଲୁ ମାଲିକ ପାଖକୁ ଦେଖା କରିବାକୁ, କହିଲେ ଯାଅ ଖାଇ ପିଇକି ଯାଅ, ଆଉ ବାସ୍ ଆଉ ଆମ କଥା କିଛି ଶୁଣିଲେନି। ଏଠି ଉପାୟ କ'ଣ ଅଛି? ବାଧ୍ୟ ହେଇକି ଆମେ ଆପଣଙ୍କ ସବୁକୁ ଜଣେଇଛୁ। ଆଉ ଆଚ୍ଛା, ପରିବାର ପ୍ରତିପୋଷଣ କେମିତି ହେଉଛି ପୁଣି ଏଠି? ପରିବାର ପ୍ରତିପୋଷଣ ହେଉଛି ଆଜ୍ଞା। ଘରେ ଗାଈ ଗୋରୁ ଅଛି, ସ୍ତ୍ରୀ ପିଲା ଛୁଆ ଚାଷବାସ କରୁଛନ୍ତି। ଆଉ ଯାହା ରେସନ୍ ଚାଉଳ ଯାହା ମିଳୁଛି ସେଥିରେ ଲୁଣ ଭାତ କରି ଚଳୁଛନ୍ତି। ଆଉ କ'ଣ କରାଯିବ? ଆଗ ପଇସାଟା ଆଉ ଛାଡ଼ିକି ତ ଯାଇ ହେବନି। ଆଉ ଦରକାର ହେଲେ ଆମେ ଆଇଲେ ଆଶ୍ରୟ ନେବୁ। ଆଉ ଆମେ ତ ଚୋରି କରିନୁ କି ଡକାୟତି କରିନୁ। 18 ଘଣ୍ଟା ପରିଶ୍ରମ କରୁଛୁ, ନିଆଚୁଲି ପାଖରେ କାମ କରୁଛୁ। ନାଇଁ ତମର ବାବୁ ବହୁତ ଭଲ ଲୋକ, କିଛି ନାହିଁ। ସେ ଅଭାବ ହେଇଛି ଆମେ ଏ କଥାଟା ମାଲିକ ମହାସଂଘକୁ ଜଣେଇବୁ, ବାବୁଙ୍କୁ ବି ଜଣେଇବୁ। ଆଜ୍ଞା। ତମର ଯେତିକି ଦିନ ବି ପ୍ରାପ୍ୟ ଅଛି ଆଜ୍ଞା ସେଟାକୁ ଖୁବ୍ ଶୀଘ୍ର କେମିତି ଦେବାର ବ୍ୟବସ୍ଥା ମଧ୍ୟ ସେ କରିବେ। କାହିଁକିନା ବର୍ତ୍ତମାନ ମହାସଂଘରେ ସବୁ ବାବୁମାନେ ସାମିଲ ହେଇଛନ୍ତି। ତମ କଥାଟା ବୁଝିବେ। ତମେ ନିରାଶ ନ ହେଇକି ବର୍ତ୍ତମାନ ଯାତ୍ରା ଚାଲିଥାଉ। ଆଜ୍ଞା ଆମେ ଡ୍ୟୁଟି ବନ୍ଦ କରୁନୁ କି କିଛି କରୁନୁ। କମିଟି ଯାହା ପଇସା ପତ୍ର ଦେଉଛି କି ଯେଉଁଠି ରେସନ୍ ଚାଉଳ କି ଗୋଦାମ ଦେଖିଛନ୍ତି ଆମେ ନିଜେ ଦରକାର ପଡ଼ିଲେ କାଠ ବାଁସ କାନ୍ଧିକି ଆଣିକି କର ପାଣି ଆଣେ ହାଣ୍ଡି କରି ମାଛ ରୋଷେଇ କରିକି ଆମେ ଲୁଣ ଭାତ ହେଉ ଷ୍ଟାଫ୍କୁ ଟାଇମ୍ରେ କହି ଦେଉଛୁ। ଡେରି ହେଲେ ବାପ ଲୋକ କହି ବୁଝି ଦେଉଛୁ। ପାଠରେ ଏମିତି ପରିସ୍ଥିତି। କଳାକାର ବି ଭଲ ଆମ ଉପରେ ଭଲ ସାଥୀ ଅଛନ୍ତି, କିଛି ଅସୁବିଧା ନାହିଁ। ରେସନ୍ ପାଇଁ ତମେ ପଇସାଟା କେଉଁଠୁ କିଏ ଦେଉଛନ୍ତି? ମାଲିକ ଲାଷ୍ଟ ଦିନ ଦେଉଛନ୍ତି। ଲାଷ୍ଟ ଦିନ ମାନେ ଏଠି ଦୋକାନରେ ବାକି ଆସିଛି। ଆଚ୍ଛା, ଦୋକାନରେ କେତେ ଟଙ୍କା ବାକି ହେଲାଣି ଜାଣିଛ? ବାକି ହେଇଗଲାଣି ଆଜ୍ଞା 20,000 ପାଖାପାଖି ବାକି ହେଲାଣି। 20,000 ଟଙ୍କା ବାକି। କେତେ ଦିନରେ? 5 ଦିନରେ। 5 ଦିନରେ 20,000। ତମର ଏଠି କେତେ ତାରିଖ? 14 ତାରିଖ ପାଖରୁ ଯାତ୍ରା କଲ? ହଁ, 14 ତାରିଖ। ଗୋଟେ ଦିନ ବନ୍ଦ ହେଇଛି ଯାତ୍ରା, 2 ଦିନ ବସିଲେଣି। ଗୋଟେ ଦିନ ଯାତ୍ରା ବନ୍ଦ ହେଲା କରିପାରିଲେନି। ବର୍ତ୍ତମାନ ଯାତ୍ରା ସରିଲା ପରେ ପାର୍ଟି ସିଫ୍ଟ ହେଇପାରୁନି। ବାସୁଦେବପୁର ଯାଇଥାନ୍ତି 3 ଦିନ, ବର୍ତ୍ତମାନ ବସିଲେଣି। ତା ବସିକି ଖାଉଛନ୍ତି। ସେଠିକା କ୍ୟାମ୍ପ ପୁଣି କେବ ବାବୁ ମାନେ ଯାହା କରିବେ। ଆଉ ୟା ପରେ କେଉଁଠିକି ଯିବେ ଆମକୁ କିଛି କହୁନାହାନ୍ତି। ଆମେ କାଲି ହାଣ୍ଡି କଡ଼େଇ ବାନ୍ଧି ବୁନ୍ଧା ଦେଇ ରଖିଛୁ। ଆଉ ସହିବାର ଗୋଟେ ସମୟ ଥାଏ। ଇଏ ପଇସା ନ ପାଇଲେ ଆତ୍ମାକୁ ବାଧିରେ ମଣିଷ ଦୁନିଆ କିଛି କଥାବାର୍ତ୍ତା କରିବ। 5 ମାସର ପଇସା 80,000 ଟଙ୍କା ରହିଲେ ଗୋଟେ ପୂଜାରୀ ଚଳିବ କେମିତି? ହାଣ୍ଡି କଡ଼େଇ ମାଜିକି ସେ ରୋଷେଇ କରି ଚଳିବ କେମିତି? ତା ପିଲା ଛୁଆ ଚଳିବ କେମିତି? ଗାଈ ଗୋରୁ ବନ୍ଧା ପକେଇଦେ, ବିଲ ବନ୍ଧା ପକେଇଦେ। ଆଉ ପାଟିରେ ତ ପଇସାଟା ଛାଡ଼ିକି ଆଜ୍ଞା ଯାଇ ହେବନି। ଯାହା ଆପଣମାନେ ବିଚାର କରିବେ। ଆଉ ଆମକୁ ଟିକେ ବିଚାର ନିଆଗଲେ ଆମେ ଉପକୃତ କରିବୁ। ବଡ଼ ବଡ଼ କିନ୍ତୁ ସତ କଥା ତମେ 5 ମାସର ଦରମା ପାଇନା? ସତ କଥା ଆଜ୍ଞା, ଧର୍ମ ତ ସତ୍ୟ। ଖାତାରେ ଖୋଲି ଦେଖନ୍ତୁ 5 ମାସର ପଇସା ଆମେ ପାଇନୁ। ତମେ ମାସକୁ କେତେ ହଜାର? 16,000 ଟଙ୍କା। 16,000 ଟଙ୍କା ଆଜ୍ଞା। ତମର 20,000 ଟଙ୍କା। ଆଜ୍ଞା। ତମେ ମେନ୍ ପୂଜାରୀ। ଚାଲ ଆଜି ଚାଲ କାଲି ଦେବା, ଏଇ ଦେବା ବାବୁ କର ଏଇ କହିଲେ। ଆଉ ମାଲିକ ଯଦି ଗୋଟେ ପୂଜାରୀ କଥାଟା ରିସିଭ୍ ନ କରିବ ସେ ମାଲିକକୁ ଆମେ କ'ଣ କହିବୁ? ଆଚ୍ଛା।
4 ଜଣ ଏକ ଜାଗାରେ ଆମେ 2 ଜଣ ଲୋକର କାମ କରୁଛୁ 2 ଜଣ ଲୋକର କାମ କରୁଛୁ 18 ଘଣ୍ଟା ପୁରା କାମ କରୁଛୁ ଏଇଥିରେ ପାଣି ଆଣେ ସେଇଥିରେ ହାଣ୍ଡି କରି ମାଛ ରୋଷେଇ କର କମିଟି କହି 150 ଜଣକୁ ତମେ 2 ଜଣ ରାନ୍ଧି 2 ଜଣ କରୁ 2 ଜଣ ଲୋକ କରିକି ଦେଉଛୁ ଆମେ ମଟନ କରନ୍ତୁ ଚିକେନ କରନ୍ତୁ ଯାହା ବି କରନ୍ତୁ ମଟନ୍ ଚିକେନ୍ ହେଉଛି ହଁ ଚିକେନ ହେଉଛି ମଟନ ହେଉନି ଚିକେନ ହେଉଛି ଚିକେନ୍ କେଉଁ କେତେ ଦିନ ହେଲା ହେଇଛି ଚିକେନ ଏଇ ଗଲା ବିଗତ 2-3 ପୂର୍ବ ବୁଧବାର ଦିନ ହେଇଥିଲା ଯାହା କମେଇ ଯାଇଥିଲେ 15 କିଲୋ ଚିକେନ ହେଇଥିଲା